ଆପଣଙ୍କ ପରିଚୟ ଦିଅନ୍ତୁ। ଆଜି ଏଇ ଯେଉଁ ପ୍ରୋଗ୍ରାମ ଚାଲିଛି ଆମର ସତ୍ୟସାଇ ବାବାଙ୍କ 100ତମ ଜନ୍ମଦିବସ, ଆଉ ବିଷୟରେ ଆପଣ କ'ଣ କହିବେ? ଆଜ୍ଞା, 100ତମ ଜନ୍ମଦିନ ଭଗବାନ ସତ୍ୟସାଇ ବାବାଙ୍କର এই ସଇନ୍ଦା ଗ୍ରାମରେ ଆଜି ପାଳନ ହେଉଛି। ଆମର ମୁଖ୍ୟ ଉଦ୍ଦେଶ୍ୟ ଯେ ଆମର ବସନ୍ତ କୁମାର ରଥ ଆମ ବଡ଼ ଭାଇନା ଏବଂ ଜୁଲି ଭାଉଜ ତାଙ୍କ ସହଧର୍ମିଣୀ, ତାଙ୍କରି ଚେଷ୍ଟାରେ ଏଠି 27 ବର୍ଷ ଧରି ଅନୁଷ୍ଠାନ ହୋଇଛି। ଏବେ 100 ବର୍ଷରେ ପଦାର୍ପଣ ହୋଇଛି ଆଜିର ଜନ୍ମଦିନ ଉତ୍ସବ। ଏଠି ମଧ୍ୟ ଆମର ଆଜି ଆନନ୍ଦ ବଜାର ଭକ୍ତମାନଙ୍କର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ରହିଛି ଏବଂ ଆଜି ଯେଉଁ 3 ଦିନ ଧରି ମଧ୍ୟ ଏଠି ପୂଜା ପାଠ ଚାଲିଛି। ଭାଇନା ଏବଂ ବସନ୍ତ କୁମାର ଯିଏକି 27 ବର୍ଷର ଏଠି ଆମର ତାଙ୍କର ଚେଷ୍ଟାରେ ଏଠି ଅନେକ ଭକ୍ତ ମଧ୍ୟ ସତ୍ୟସାଇ ବାବାଙ୍କର ଅନେକ ଭକ୍ତ ଆସିଛନ୍ତି। ଯାହା ବଡ଼ ବଡ଼ ଅନୁଷ୍ଠାନ ମଧ୍ୟ ହୁଏ। ଯାହା ହଉ 100ତମ ଜନ୍ମଦିନ ଆଜି ପାଳନ କରାଯାଉଛି ଆମର ଏଠି, ଖୁବ୍ ଆନନ୍ଦ। ଆଚ୍ଛା, ବାବାଙ୍କର ଏମିତି କିଛି ଅନୁଭୂତି ଆପଣ ଅନୁଭବ କରିଛନ୍ତି କି? ମୁଁ ତ ଭାଇନାଙ୍କ ସାଙ୍ଗରେ କେତେବେଳେ କେମିତି ମୁଁ ବସେ, ମୁଁ ତ କାଲକାଟାରେ ରହେ, ଯେଉଁଦିନ ରହେ ନିଜ କର୍ମ ଭିତରେ ରହେ, କିନ୍ତୁ ମୋତେ ଭାରି ଭଲ ଲାଗେ ଏଠି ଯେତେବେଳେ ଭଜନ ମଣ୍ଡଳୀ ବସନ୍ତି, ଭଜନ ସମାରୋହ ହୁଏ ଏବଂ ଭାଇନାଙ୍କର ଯେଉଁ ବାଳ ବିକାଶ ଅନୁଷ୍ଠାନଟା କରାହେଇଛି ତା ପାଇଁ ବହୁତ ଆମର ଏଠି ଭଲ ପିଲାମାନେ ସବୁ ଉପକୃତ ହୋଇଛନ୍ତି। ଛୋଟ ଛୋଟ ପିଲାମାନେ ଭଲ ଶିକ୍ଷାକୁ ଆସିଛନ୍ତି। ତେଣୁ ଭାଇନାଙ୍କର ଅବଦାନ ଆହୁରି ରହୁ, ଆମେ ଚାହିଁବୁ ସେ ସୁସ୍ଥ ଶରୀରରେ ଆଉ ମଧ୍ୟ 15 ବର୍ଷ 20 ବର୍ଷ ଏହି ଅନୁଷ୍ଠାନକୁ ତେଜି ରଖନ୍ତୁ। ତେଣୁ ଆମେ ଆଜି ବାବାଙ୍କ ନିକଟରେ, ସତ୍ୟସାଇ ବାବାଙ୍କ ନିକଟରେ ଆଜି ଆମେ ପ୍ରଣାମ କରୁଛୁ ଯେ ସମସ୍ତଙ୍କର ମଙ୍ଗଳ କାମନା କରନ୍ତୁ। ଆମର ଏ ସଇନ୍ଦା ଗ୍ରାମର ଯେତେ ଭକ୍ତମାନେ ଅଛନ୍ତି, ବିଶେଷ କରି ଆମର ଭାଇନା ଭାଉଜଙ୍କର ପ୍ରଚେଷ୍ଟାରେ ଏତେ ଯେଉଁ ଭକ୍ତ ସମାରୋହ ଏଠି ଚାଲିଛି, এটা খুব সুখর কথা এবং 27 ବର୍ଷ ଧରି ଭାଇନାଙ୍କର ମୁଖ୍ୟ ଅବଦାନ ରହିଛି ଏହି କର୍ମ ପାଇଁ। ଆଜି 100ତମ ଜନ୍ମଦିନ ଯେଉଁ ପାଳନ କରାଯାଉଛି ଆମର ଅନୁଷ୍ଠାନ ଏହି ସଇନ୍ଦା ଗ୍ରାମରେ ଏବଂ ମଧ୍ୟାହ୍ନ ଭୋଜନ ସେପଟେ ଚାଲିଛି। ସକାଳ ବେଳା ମୁଁ ଦେଖିଛି ପିତ୍ତବାସ ଆମର ପଦିଆ ଦାଦି ଝାଡ଼ୁ ଧରିକିରି ମଧ୍ୟ ଗାଁ ଦାଣ୍ଡ ପରିଷ୍କାର କରୁଥିଲେ। ୟାଙ୍କ ଭଳି ମଧ୍ୟ କିଛି ଯୁବକ, ଉତ୍ସାହୀ ଯୁବକ ରହିବା ଦରକାର, ଯେଉଁମାନଙ୍କ ଯୋଗୁଁ ଆଜିର ଏହି ପରିବେଶ ମଧ୍ୟ ସୁରକ୍ଷା ରହୁଛି। ପିତବାସ ବେହେରା, ଆମର ପଦନ ସାହୁ, ଡକ୍ଟର ଶରତ ଚନ୍ଦ୍ର ରଥ, ସେ ମଧ୍ୟ ଝାଡ଼ୁ ଧରି ପରିଷ୍କାର କରିବା ଅନେକ ସମୟରେ ଆମେ ଦେଖିଛୁ। ବସନ୍ତ ଭାଇନା ତ ବଡ଼ ଭାଇନା, ସିଏ ବି ତ ସବୁ କର୍ମରେ ଥାଆନ୍ତି। ଯାହା ହଉ ଆଜି ଖୁବ୍ ଆନନ୍ଦର ଦିନ। ସେପଟେ ମଧ୍ୟ ମଧ୍ୟାହ୍ନ ଭୋଜନ ଚାଲିଛି, ଆପଣମାନେ ଦେଖିବେ। ଯାହା ହଉ ଏମିତି ଏଇ ଆନନ୍ଦ ସହକାରେ ଆମର ଏଇ ସମୟଟା କଟୁ। ପୁଣି ଯୁବପିଢ଼ି ଆଗେଇ ଆସନ୍ତୁ, ବାବାଙ୍କର ଏଇ অনুষ্ঠানে যোগ দিন্তু। জয় জগন্নাথ, জয় শ্রীরাম।